भुवनेश्वर स्थित जाभियर्स विश्वविद्यालय स्कूल ऑफ कॉमर्स पक्षरु तृतीय वार्षिक व्यावसायिक कॉन्क्लेव फिनएक्सपो 3 अनुष्ठित करा जायथिला। ଏହି କାର୍ଯ୍ୟକ୍ରମଟି ଅର୍ଥ ପ୍ରଯୁକ୍ତି ଏବଂ ଅଭିବୃଦ୍ଧିକୁ ବୃଦ୍ଧି କରିବା, ଅଗ୍ରଣୀ ବ୍ୟକ୍ତିତ୍ୱ, ଉଦ୍ୟୋଗୀ ଏବଂ ଛାତ୍ରଛାତ୍ରୀମାନେ ଆର୍ଥିକ ରଣନୀତି, ବୈଷୟିକ ନବସୃଜନ ଏବଂ ନିରନ୍ତର ବିକାଶ ଉପରେ ଆଲୋଚନା କରିଥିଲେ। ବାଣିଜ୍ୟ ବିଦ୍ୟାଳୟର ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଏହାପରେ କ୍ୟାସ୍ର ଆସୋସିଏଟ୍ ଡିନ୍ ପ୍ରଫେସର ସବିତା ମହାନ୍ତିଙ୍କ ଦ୍ୱାରା ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରାଯାଇଥିଲା, ଯେଉଁଥିରେ ସୁଦୃଢ଼ ଏବଂ ସମାବେଶୀ ବିକାଶକୁ ପ୍ରୋତ୍ସାହନ ଦେବା ପାଇଁ ପ୍ରଯୁକ୍ତି ସହିତ ଅର୍ଥକୁ ସମନ୍ୱିତ କରିବାର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଆ ସେନଗୁପ୍ତା, ଓଏନଡିସି ଏକ୍ସର ଭାଇସ୍ ପ୍ରେସିଡେଣ୍ଟ ପ୍ରତୀକ ଗୁପ୍ତା, ଦି କର୍ପୋରେଟ୍ ଷ୍ଟୋରିଜର ପ୍ରତିଷ୍ଠାତାଙ୍କ ସମେତ ବିଶିଷ୍ଟ ପେସାଦାରମାନଙ୍କ ଦ୍ୱାରା ଚିତ୍ତାକର୍ଷକ ଉପସ୍ଥାପନା ହୋଇଥିଲା, ଯେଉଁମାନେ ଆର୍ଥିକ ନବୋନ୍ମେଷ ଏବଂ ପ୍ରଯୁକ୍ତି ଚାଳିତ ରଣନୀତି ଉପରେ ସେମାନଙ୍କ ଦୃଷ୍ଟିକୋଣ ବାଣ୍ଟିଥିଲେ। ସେମାନଙ୍କ ଆଲୋଚନା ଫଳରେ ଉନ୍ନତ ଆଲୋଚନା ସମ୍ଭବ ହୋଇପାରିଛି ଏବଂ ଅଂଶଗ୍ରହଣକାରୀମାନେ ଆର୍ଥିକ ପରିଦୃଶ୍ୟ ସମ୍ପର୍କରେ ସେମାନଙ୍କର ଜ୍ଞାନକୁ ଗଭୀର କରିପାରିଛନ୍ତି। ଆଶାବାସନ ଆଡଭାଇଜର ପ୍ରତିଷ୍ଠାତା ତଥା ପାର୍ଟନର ରୋହିତ ଗୁପ୍ତା ଏବଂ ରିଫିନ୍ ସର୍ଭର ସିଇଓ ତଥା ସହ ପ୍ରତିଷ୍ଠାତା ପଙ୍କଜ ବଜାଜ ଫିନଟେକ୍ ସୁଯୋଗ ଏବଂ ବ୍ୟବସାୟ ବୃଦ୍ଧି ଉପରେ ଟେକ୍ନୋଲୋଜିର ପରିବର୍ତ୍ତନକାରୀ ପ୍ରଭାବ ବିଷୟରେ ଉନ୍ନତ ଜ୍ଞାନ ପ୍ରଦାନ କରିଥିଲେ। ଏକ ସାଧାରଣ ପ୍ରଶ୍ନ ଓ ଉତ୍ତର ଅଧିବେଶନ ଛାତ୍ରଛାତ୍ରୀ ଓ ଶିଳ୍ପ ବିଶେଷଜ୍ଞ ମଧ୍ୟରେ ସିଧାସଳଖ ସମ୍ପର୍କକୁ ପ୍ରୋତ୍ସାହିତ କରିଥିଲା, ସହଯୋଗପୂର୍ଣ୍ଣ ଶିକ୍ଷଣ ଅଭିଜ୍ଞତାକୁ ବୃଦ୍ଧି କରିଥିଲା। ଭୁବନେଶ୍ୱର ଏନା ମହାନ୍ତିଙ୍କ ରିପୋର୍ଟ, जनशक्ति टीवी।